ଜୟ ଜଗନ୍ନାଥ। ପ୍ରିୟ ସାଙ୍ଗମାନେ, ଯୋଗେଶ୍ୱର ଭଗବାନ ଶ୍ରୀକୃଷ୍ଣ କହନ୍ତି, ମନୁଷ୍ୟ ତା'ର କଳୁଷିତ ପ୍ରବୃତ୍ତିରୁ ରକ୍ଷା ପାଇବା ପାଇଁ ହେଲେ, ପାପମୁକ୍ତ ହେବାକୁ ହେଲେ ଯୋଗେଶ୍ୱର ଭଗବାନଙ୍କର ମାୟାକୁ ବୁଝିବା ଅତି ଆବଶ୍ୟକ। କିପରି ମନୁଷ୍ୟ ଏଠାରେ ଏ କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାରରେ ପଡ଼ି ତା'ର ଜୀବନକୁ ନର୍କ କରିଦେଇଥାଏ, ଆଉ ସେ ନର୍କରୁ ବାହାରିକି ସ୍ୱର୍ଗକୁ ଯିବା ପାଇଁ କେବେ ବି ଇଚ୍ଛା କରିନଥାଏ। କାହିଁକିନା ସେ ବିକାର ରୂପୀ ଦୁନିଆରେ ଅନେକ ଦିନ ହେଲାନି ସେ ଘାଣ୍ଟି ଚକଟି ହେଇ ଅସଲି ଖୁସି, ସୁଖ, ଶାନ୍ତିକୁ ଭୁଲି ଯାଇଥାଏ। ମନୁଷ୍ୟର ଜୀବନର ଲକ୍ଷ୍ୟ କ'ଣ ଆଜି ମନୁଷ୍ୟ ନିଜେ ବି ଜାଣିପାରୁନାହିଁ। କଥା କଥାକେ ଖାଲି କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାରରେ ବୁଡ଼ି ରହୁଛି। ମନୁଷ୍ୟ ଯଦି ତା'ର ଏ କ୍ରୋଧ ରୂପୀ ଜ୍ୱଳନ୍ତା ଅଗ୍ନିକୁ ଶାନ୍ତ କରିଦେଇପାରେ, ଆଉ ଏ ବୁଦ୍ଧି ରୂପୀ ଦିବ୍ୟ ବୁଦ୍ଧିକୁ ଦିବ୍ୟ କାର୍ଯ୍ୟରେ ଲଗେଇପାରେ, ଆଉ ଏ ମନ ଇନ୍ଦ୍ରିୟ ଗଣକୁ ଯଦି ନିଜ ସଂଯତରେ ରଖି ଭଗବାନଙ୍କ ଶରଣରେ ଯାଏ, ଅବଶ୍ୟ ତାକୁ ମୁକ୍ତିପ୍ରାପ୍ତ ହୋଇଥାଏ, ଭଗବାନଙ୍କ ନିକଟକୁ ଯାଇଥାଏ, ଭଗବାନଙ୍କର ଏ ଦିବ୍ୟ ଦର୍ଶନକୁ ସାକ୍ଷାତକାର କରିପାରିଥାଏ। ନଚେତ କୌଣସି ରାସ୍ତା ଆଉ ନାହିଁ। ଚାଲନ୍ତୁ ଶ୍ରେଷ୍ଠ ପ୍ରାଣୀ ମାନବ ଆତ୍ମାଗଣ ଆମେ ସମସ୍ତେ ସେ ପରମେଶ୍ୱର ପରମ ପିତା ଈଶ୍ୱରଙ୍କୁ ଜାଣିବା। ତାଙ୍କୁ ଜାଣିଲେ ସବୁ ପରିଷ୍କାର ହୋଇଯିବ। ଜୟ ଜଗନ୍ନାଥ।